चंदा मुरारे धीरे आसे चंदा मुरारे बुढ़ा बुढ़ी कथा याके जना रे बुढ़ा बुढ़ी कथा याके जना रे आज्ञा माने सुनिल जार घटी टुकिला छे तार माँ के बोलबो ना रे जार घटी टुकिला छे तार माँ के बोलबो ना रे बुढ़ा बुढ़ी कथा हमको जना रे बुढ़ा बुढ़ी कथा हमको जना रे अरे बापा एत समय होगा मो भणजार देखा ना दर्शन ना हेले मो भणजा गले कुआरे ना 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 जमिति भी हो आज मो भणजा को डाकवा पड़ो हाँ निश्चय डाकवा पड़ो भणजा अरे बापा भणजा कोटी आछुआ मामू मो सुप्रणाम घेना करंतु मामू बुढ़ाई था बापा भणजा नृसिंह मामू धन्य कहब मते निश्चय मामू जोटी तुम भली उत्तम शासक सैटी मो झील अग्निशिखा तुम्हारा धर्म पत्नी निश्चित मामू मो परी ससुर उपदेष्टा अछंती मामू सेठी चाबटी अडिफेट रहिबो नाही निश्चय मामू भणजा एति मते की कारण राखिचंती हां भणजा ए कहना भणजा आपण पाखर की काम अछि निश्चय कहबी मामू ताहले कोन भणजा जानिछ आज भली ए पवित्र दिवस रे मो निजकु निजे एक निष्पत्ति नै छी मामू हे भणजा निजकु निज कोन निष्पत्ति निजंती भणजा तुमे तो जानिछ मामू से दिन त्रेता जुगे प्रभु श्री रामचंद्र जेतेबेले 14 वर्ष वनवास जाइथिले अनुज भरत अयोध्यार राज सिंहासन राज मुकुट को सुरक्षित दे से पूजा करिथिले मामू हाँ भणजा राज मुकुट को पूजा करिथिले ठीक सही परी मामू भणजा बाल्य काल रे स्वर्गीय पितामाता को मु कथा देछि जो दिन मो भाई किरण किशोर अवस्था को आसीबो सेई दिन राज सिंहासन ए राज मुकुट अर्पण करी आज से शुभ बेला रे एही निष्पत्ति नै छी मामू ए भणजा निश्चय अर्पण करबो भणजा निश्चय अर्पण करबो ता सहित आउ एक सुविचार करिछि मामू भणजा ता सहित आउ एक सुविचार कोन करिजो भणजा मामू भणजा मणिपुर राजन मो सत्य वचन मन कथा आज मुझे करुछि बखाण मणिपुर राजन मो सत्य वचन मन कथा आज मुझे करुछि बखाण मामू मोर सुण गिर मामू मोर सुण गिर करे अछि मु विचार ए भणजा
मोर किरण देव बाहाघर भाई मोर किरण देव बाहाघर ଭଣଜା ମାମୁଁ ତାପରେ କଣ ହେଲା ଭଣଜା କହନ ଭଣଜା ନଗର ନଗର ବୁଲି ଖୋଜି ମୁଁ ଆଣିବି ପିତା ମାତାଙ୍କ ବଚନ ପାଳନ କରିବି ନଗର ନଗର ବୁଲି ଖୋଜି ମୁଁ ଆଣିବି ପିତା ମାତାଙ୍କ ବଚନ ପାଳନ କରିବି ରୂପବନ୍ତୀ ସୁକୁମାରୀ रूपवंती सुकुमारी बहु आଣିବି ମୋ घर भाई मोर किरण देव बाहाघर भाई मोर किरण देव बाहाघर ଭଣଜା मामू ଆପଣ ତ ଜାଣିବା ଉଚିତ ମୋ ଝିଅ ହଉଛି ଏ ମଣିପୁରର ମହାରାଣୀ निश्चित मामू ଏତେ ବଡ଼ ବାହାଘର ନିଷ୍ପତ୍ତି ନେବା ପୂର୍ବରୁ ମୋ ଝିଅକୁ ଜାଣିଛ ନା ଏତେ ବଡ଼ ବାହାଘର କାମଟା ଏକୁଟିଆ କରିଛ ମାମୁ ସେ ପର୍ଯ୍ୟନ୍ତ ଜାଣିନାହାନ୍ତି ମାମୁ ତାଙ୍କରି ପାଖରେ ଏ ମୋ ନିଷ୍ପତ୍ତିକୁ ମୁଁ ଉପସ୍ଥାପନ କରିନି ମାମୁ କଣ ହେଲା ଏଇ କଥାଟା ମୋ ଝିଅ ଜାଣିପାରିଲା ନାହିଁ ଆରେ 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 ତମେ ଏତେ ବଡ଼ ବାହାଘର ନିଷ୍ପତ୍ତିଟା ନେବ ମୋ ଝିଅଟା ଜାଣିପାରିବ ନାହିଁ ନା ଏଇଟା ହେଇପାରିବ ନାହିଁ ମାମୁ ଏଇଟା ହେଇପାରିବ ନାହିଁ ସତରେ ତୁମେ କ'ଣ ଜାଣିନ ମାମୁ ତୁମ ଝିଅ ମହାରାଣୀ ଅଗ୍ନିଶିଖା ହେଉଛନ୍ତି ଏକ କାଳ ନାଗୁଣୀ ସେ ହେଉଛନ୍ତି ଏକ ଜ୍ୱଳନ୍ତ ଅଗ୍ନିପିଣ୍ଡ ତାଙ୍କରି ପାଖରେ ଯଦି ଏ ମୋ ନିଷ୍ପତ୍ତିକୁ ଉପସ୍ଥାପନ କଲେ ଚାଲି ପଡ଼ି ଭସ୍ମ କରିଦେବେ ମାମୁ ଚାଲି ପଡ଼ି ଭସ୍ମ କରିଦେବେ ନା ଭଣଜା ମୁଁ ଏ ବାହାଘର ହେବାକୁ ଦେବି ନାହିଁ ଲୋ ଭଣଜା ଏ ବାହାଘର ମୁଁ ହେବାକୁ ଦେବି ନାହିଁ ମୁଁ ହଁ ଆଜି ମୁଁ ଡାକୁଛି ମୋ ଝିଅଟାକୁ ମୁଁ ଏ ବାହାଘର ହେବାକୁ ଦେବି ନାହିଁ ଆଜି ମୁଁ ଡାକୁଛି ମୋ ଝିଅଟାକୁ ନା ମାମୁ ଏପରି ଅନର୍ଥ କରନି ମାମୁ ତୁମ ପାଦ ତଳେ ପଡୁଛି ତୁମ ପାଖରେ ନେହୁରା ହଉଛି ଏପରି ଅନର୍ଥ କରନି ମାମୁ ତୁମ ପାଖରେ ନେହୁରା ହଉଛି ମାମୁ ନା ଭଣଜା ମୁଁ ତମ କଥା କିଛି ବି ଶୁଣିବି ନାହିଁ ଆଜି ମୁଁ ଡାକୁଛି ମୋ ଝିଅଟାକୁ ଆଜି ମୁଁ ଡାକୁଛି ମୋ ଝିଅଟାକୁ ଆରେ ତୁମେ ବୁଝୁନ କାହିଁକି ମାମୁ ଆଲୋ ମା ଶିକ୍ଷା ଆଲୋ ମା ଅଗ୍ନି ଶିକ୍ଷା କୋଉଠି ଆସିଲ ମା ଭଲରେ ଥାଲ ମା
ଭଲରେ ଥା। ଏଟା ଉଚ୍ଚ ସ୍ୱରରେ ଚିତ୍କାର ଗୋଟେ ଡାକୁଛ କାହିଁକି? ସତେ ଯେମିତି କି ଆକାଶରେ ତିନି ପାଦ ତଳେ ଖସି ପଡ଼ିଲା ବୋଲି। ଶିଖା 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 କଣ ହେଇଛି ଡାଡି ତମର? ଆଲୋ ମା ଅଗ୍ନି ଶିକ୍ଷା ମତେ ଗୋଟେ କଥା କହିଲୁ। କି କଥା କହିବି? ତୁ ଏ ମଣିପୁର ରାଜ୍ୟରେ ଅଛୁ ନା ନାହିଁ? ଏ ମଣିପୁର ରାଜ୍ୟର ମୁଁ ମହାରାଣୀ। ଆରେ ରାଜ୍ୟ ଭିତରେ ନା ଦେବି ତ କୁଆଡ଼େ ଯିବି ଡାଡି? କଣ ହେଲା? ଆଲୋ ମା ଶିକ୍ଷା ଯେତେବେଳେ ରାଜ୍ୟରେ ଅଛୁ ହଁ ଏତେ ଘଟଣା ଘଟିଲା ଏତେ କଥା ବଢିଲା ତୁ କିଛି ବି ଜାଣିପାରିବ ନାହିଁ। ଡାଡି ଏମିତି କି କଥା ଘଟିଛି ଯାହାକି ତମ ଝିଅ ଆଜି ଜାଣିପାରିଲାନି? କି ଘଟଣା ଘଟିଛି ତାହେଲେ ଶୁଣିବାକୁ ଚାହୁଁଥିଲ ମା? ନିଶ୍ଚୟ ମୁଁ ଶୁଣିବା ପାଇଁ ଯାଉଛି ରେଡି। କାଳେ ସେ ତାହେଲେ କହୁଛି ଶୁଣ। ମୋ ଭଣଜା କାଳେ ସେ ତାଙ୍କର ମାନେ ମୋ ଜୁଏ ପଟା କାଳେ ସେ ତାଙ୍କର ମୋ ସାନ ଭଣଜାର ବାହାଘର କଥା ଚିନ୍ତା କରନି। ବାହାଘର अग्निशिखा समंदराय देखो मारी सुंदरी हेले मो चरित्र गोटे धारू अछुरी मु बुझी दिले सुनारे मो इच्छा प्रतिवाद करे रागी जाए रागर निया चले সেই নিয়ারে চলি পড়ি পৌঁছ করে দিয়ে মণিপুরা মনে বাপ্পা যা কইলে তা কোন সত? ମହାରାଣୀ ତୁମ ବାପା ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ସତ ମହାରାଣୀ। ଶୁଣିଲ ମା এই নিষ্পত্তি নেবা পূର୍ବରୁ ତମେ ତାର ମହାରାଣୀ ଅଗ୍ନିଶିଖାର ପରାମର୍ଶ ନେବା କଣ ଉଚିତ ନଥିଲା? ଏ ମହାରାଣୀ ଏତେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ମୁଁ ତୁମରି ଅନୁମତିକୁ ଆବଶ୍ୟକ ମନେ କରିନି ମହାରାଣୀ। କାହିଁକି? ଆରେ କାହିଁକି? କାହିଁକି ଜାଣିଛ? କହିଯାଅ। ଗ୍ରାମର ବାହାରେ ଥିବା ଶ୍ରୀୟା ଚାଣ୍ଡାଲୁଣୀକୁ ଆଜି ବଡ଼ ଦେଉଳର ଲକ୍ଷ୍ମୀ ଠାକୁରାଣୀ ଭାବରେ ସଜେଇଲି। ଆଚ୍ଛା ସେଦିନର ବଣରେ ବୁଲୁଥିବା ଶୂର୍ପଣଖାକୁ ଆଜି ରାମଚନ୍ଦ୍ରଙ୍କ ସୀତା ଦେବୀ ରୂପରେ ସଜେଇଲି। ରାମଚନ୍ଦ୍ର ସୀତା ଦେବୀ ତଥାପି ତମ ମନ ବୁଝିଲାନି ମହାରାଣୀ, ତଥାପି ତମ ମନ ବୁଝିଲାନି। ଆଉ ଜାଣିଛ ମହାରାଣୀ କହିଲି ପରା ଯେଉଁ ନାରୀ ତା ସ୍ୱାମୀର ଦୁଃଖ ସୁଖର ସାଥୀ ହୋଇଥାଏ ସେ ହେଉଛି ଅର୍ଦ୍ଧାଙ୍ଗିନୀ। ଯେଉଁ ନାରୀ ପ୍ରତିଟି ମୁହୂର୍ତ୍ତରେ ସ୍ୱାମୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ପ୍ରତିବାଦ ଉପରେ ପ୍ରତିବାଦ କରିଥାଏ ସେ ହେଉଛ ତୁମେ କଳଙ୍କିନୀ ମହାରାଣୀ, ସେ ହେଉଛ ତୁମେ କଳଙ୍କିନୀ। କଣ ତମେ ମତେ ଏମିତି କହିପାରିଛ? ନାଇଁ ତମେ ମତେ ଏମିତି କହିପାରିଛ? ଆରେ ଏମିତିରେ ବି ମୋ ଦିଅର କିରଣ ବାବୁର ବୟସ କେତେ ଯେ ଏ ବୟସର ବାହାଘର କରିବା ପାଇଁ ତୁମ ମୁଣ୍ଡରେ କାହିଁକି ଚିନ୍ତା ପଶିଛି? ଆରେ ମୁଁ ପରା କିରଣ ବାବୁର ଅଳିଅଳ ଭାଉଜ ଅଛି। ସମୟାନୁକ୍ରମେ ଭଲ ପ୍ରସ୍ତାବ ଦେଖି ଭଲ ଝିଅ ଦେଖି କଣ ମୋ ଦିଅର ବାବୁର ବାହାଘର କରିପାରିବି ଯେ ଏଥିରେ ତୁମେ କାହିଁ ମୁଣ୍ଡ ପୁରୁଛ?
ଏଥିରେ ତୁମେ କାହିଁ ମୁଣ୍ଡ ପୁରାଉଛ ଆଉ ଅଯଥାରେ ମୂଲ୍ୟବାନ ସମୟଟାକୁ ନଷ୍ଟ କରୁଛ ନଷ୍ଟ। ସତରେ ମହାରାଣୀ, କେଉଁ ଉପାଦାନରେ ତୁମେ ଗଢ଼ା ହୋଇଛ, କେଉଁ ଗୁଣର ତୁମେ ଭାଉଜ, ଆଜି ପର୍ଯ୍ୟନ୍ତ ମୁଁ ପରିକଳ୍ପନା କରିପାରିଲିନି। ତମେ କାହିଁକି ପରିକଳ୍ପନା କରିପାରିବ? ହଁ, ତମେ କାହିଁକି ପରିକଳ୍ପନା କରିପାରିବ? କହିଲେ ଗଲା ପରିକଳ୍ପନା। କିନ୍ତୁ ମହାରାଣୀ, ଆଜି ଯେ ମୁଁ ପ୍ରତିଶ୍ରୁତିବଦ୍ଧ ରାଜା ଦଶରଥ ହୋଇସାରିଛି, ବାଲ୍ୟକାଳରେ ସ୍ୱର୍ଗୀୟ ପିତାମାତାଙ୍କୁ ପ୍ରତିଶ୍ରୁତି ଦେଇଛି, ଯେଉଁଦିନ ମୋ ଭାଇ କିରଣ କିଶୋର ଅବସ୍ଥାକୁ ଆସିବ, ପାଖ ପଡ଼ୋଶୀ କେଉଁ ରାଜ୍ୟର ରାଜକୁମାରୀ ସହିତ ବାହାଘର କରି ଏ ରାଜ ସିଂହାସନ, ଏ ରାଜ ମୁକୁଟ ଅର୍ପଣ କରିବି। କଥା ଦେଇଛି ମହାରାଣୀ, କଥା ନିଶ୍ଚୟ ରଖିବି। ଯାହା ଇଚ୍ଛା ତାହା କରିଯାଅ, ନିଜ କର୍ମ ଧରି ବୁଲୁଥାଅ। ଆସୁଛି ମୁଁ, ଆସୁଛି। ଅଧିକ ସମୟ ବାର୍ତ୍ତାଳାପ କରିବା ପାଇଁ ମୋ ପାଖରେ ସମୟ ନାହିଁ। ଆରେ ଯାଅ। ଆସୁଛି ମହାରାଣୀ, କହୁଛି ପରା। ଆସୁଛି ମୁଁ। ଶୁଣ ଶୁଣ କହୁଛି, ମାନେ ଶିକାର ନିଶ୍ଚୟ କରିବ। କାହିଁକି ନା ଏ ବାଘୁଣୀ ପାଇଁ ଏ ଦୁନିଆରେ କୌଣସି ତାର ବଡ଼ ନାହିଁ। ଡେଡେ ହଲୋ ମା, ଦେଖିଲେ ତ ତମ ଗୁଣବନ୍ତ ଜୋଇଁ ତମ ଝିଅ ଆଗରେ ଠିଆ ହବାର ସାହସ କରନ୍ତିନି। ହେଲେ ଆଜି ସେ ମୋ ମୁହଁ ଆଗରେ ଜବାବ ଦେବା ଆରମ୍ଭ କଲେଣି। ଡେଡି, ମୁଁ ମୁହଁ ଆଗରେ ଜବାବ ଦେବା ଆରମ୍ଭ କଲେଣି। ଆଲୋ ମା ଅଗ୍ନି ଶିକ୍ଷା, ଆଜି ତ ଡାକି ନଥାନ୍ତି ଲୋ ମା, କେତେ ଘଟଣା ଘଟିଥାନ୍ତା ଲୋ ମା, କେତେ ଘଟଣା ଘଟିଥାନ୍ତା। ସେଇଥିପାଇଁ ମୋର ଏ ମଣିପୁର ରାଜ୍ୟରେ ତୁମର ଅଧା ଶାସନ ଚାଲେ। ଓହୋ, କାହିଁକି ଜାଣିଛ? କାହିଁକି ନା ଏ ମହାରାଜାଙ୍କର ଗୁପ୍ତ ତଥ୍ୟ ତମ ଝିଅକୁ ଭଲ ଭାବରେ ଜଣେଇବ ବୋଲିକି ମୁଁ ସେଇ ବ୍ୟବସ୍ଥା କରିଦେଇଛି। ଡେଡେ ଓହୋ, ଏଇ କଥାଟା। ହଁ, ଆଲୋ ମା ଶିକ୍ଷା, କଣ ହେଲା? ସେଥିପାଇଁ ତ କହୁଛି ଲୋ ମା, କଣ? ଏ ଝିଅ କାହାର? କାହାର? ଏଇ ଅଟକିଲାର। ଆଉ ହଲୋ ମା, ତୁମେ ଗୋଟେ କଥା ମନେ ରଖିଛ ନା ଭୁଲି ଯାଇଛ? ଆଲୋ ମା, କୋଉ କଥା ମୋର କିଛି ବି ମନେ ପଡୁନାହିଁ। କିଛି ବି ମନେ ପଡୁନି? ହଁ, ତେବେ ଠିକ ଅଛି, ତମର ଯଦି ମନେ ପଡୁନି ତାହେଲେ ମୁଁ ତୁମକୁ ନିଶ୍ଚୟ ମନେ ପକେଇ ଦଉଛି। ଆଲୋ ମା ଶିକ୍ଷା, ଏ କହିଲେ ସିନା ଜାଣିବି ଲୋ ମା, ନ କହିଲେ ମୁଁ କେମିତି ଜାଣିବି ଲୋ ମା? ଆଜି ହେଉଛି ତମ ଝିଅ ଅଗ୍ନି ଶିଖାର କଣ ଜନ୍ମଦିନ। ଜନ୍ମଦିନ? ଆଲୋ ମା ଶିକ୍ଷା, ଆଜି ମୁଁ ଭାରି ଖୁସି ଲୋ ମା, ଭାରି ଖୁସି। ଆଜି ମୋ ଝିଅର ଜନ୍ମଦିନ। ଥାଉ ତ ଡାଡି, ଥାଉ ସେତିକି ଖୁସି। ଆଜି ତମ ଝିଅ ଜନ୍ମଦିନ ଉପଲକ୍ଷେ ଏ ରାଜ୍ୟ ମହଲରେ ନାଚ, ଗୀତ, ଖାଇବା, ପିଇବା